ଜହନ ପୁସ୍ତକ ପ୍ରିୟ ଲୋକମାନେ ଜହନ ପୁସ୍ତକ 3 ଅଧ୍ୟାୟ 16 ପଦକୁ କୁହାଯାଏ ଯେ କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦିତ୍ୟ ପୁତ୍ରକୁ ଦାନ କଲେ। କାହାକୁ ଦାନ କଲେ? ଜଗତକୁ ଈଶ୍ୱର ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦିତ୍ୟ ପୁତ୍ରକୁ ଦାନ କଲେ। ଆଉ କୁହାଯାଏ ପ୍ରିୟ ଲୋକମାନେ ଆଉ ଯେ କେହି ତାହାଙ୍କଠାରେ ବିଶ୍ୱାସ କରିବ ସେ ବିନାଶ ନୁହେଁ ଅନନ୍ତ ଜୀବନ ପ୍ରାପ୍ତ ହେବ। ମୁଁ କହିବା ପାଇଁ ଚାହେଁ ଯେ ଜଗତକୁ ଈଶ୍ୱର ଏଡ଼େ ପ୍ରେମ କଲେ ଯେ ସେ ଆପଣା ଆଦିତ୍ୟ ପୁତ୍ର କହିଲେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏ ଜଗତକୁ ଦେଲେ। ଆଉ କୁହାଯାଏ ଆଉ ଯୀଶୁକୁ ଯିଏ କେହି ବିଶ୍ୱାସ କରିବ ସେ ବିନଷ୍ଟ ନୁହେଁ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ହାଲେଲୁୟା। କାହିଁକି? କାରଣ ପ୍ରଭୁଙ୍କର ବାଇବଲ ଲେଖା ହୋଇଛି ଲୋକମାନେ ଏ ଜଗତକୁ କାହିଁକି ଈଶ୍ୱର ତାଙ୍କ ପୁତ୍ରକୁ ଦାନ କଲେ? କାହିଁକି? ହାଲେଲୁୟା। ଆମେ କୋ ଧାର୍ମିକ ନାହିଁ, ଆମେ କୋ ସଚ୍ଚୋଟ ଲୋକ ନୁହଁ, ଆମେ ପାପ କରିଅଛୁ, ଖରାପ କାମ କରିଅଛୁ, ମିଛ କରିଅଛୁ, ଅହଙ୍କାର କରିଛୁ, ହିଂସା କରିଛୁ, ଆମେ କୋ ଭଲ ଲୋକ ନୁହଁ। ପ୍ରଭୁ କାହାକୁ ପ୍ରେମ କଲେ? ପାପୀମାନଙ୍କୁ। ହାଲେଲୁୟା। ସେ ପାପୀମାନଙ୍କୁ ପ୍ରେମ କରିବା ସକାଶୁ ସେ ଆପଣା ଆଦିତ୍ୟ ପୁତ୍ରକୁ ଦାନ କଲେ। ଲୋକମାନେ ଆଉ ଯେ କେହି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବ ସେ ବିନଷ୍ଟ ନୁହେଁ ଅନନ୍ତ ଜୀବନ ପ୍ରାପ୍ତ ହେବ। ଯଦି ଆଜି ଆପଣମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ତାହେଲେ ତୁମେ ଅନନ୍ତ ଜୀବନ ପାଇବ, ବିନଷ୍ଟ ହେବ ନାହିଁ, ସେ ନରକକୁ ଯିବ ନାହିଁ। କାରଣ ନରକରୁ ଉଦ୍ଧାର କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଆସିଛନ୍ତି। ହାଲେଲୁୟା। ଆଜି ଅନେକ ଲୋକ ଜାଣିନାହାନ୍ତି ଯେ ଯୀଶୁ ପ୍ରଭୁ ବୋଲି, ଯୀଶୁ ତ୍ରାଣକର୍ତ୍ତା ବୋଲି, ଯୀଶୁ ଉଦ୍ଧାର କର୍ତ୍ତା ବୋଲି। ଆଜି ଲୋକମାନେ ଏ ପାପ ସକାଶୁ ଗଙ୍ଗାକୁ ଯାଉଛନ୍ତି ଗାଧିବା ପାଇଁ, କାହିଁକି ଆଜି ଅନେକ କାମ କରୁଛନ୍ତି ପାପର କ୍ଷମା ପାଇବା ପାଇଁ। ହେଲେ ପ୍ରିୟ ଲୋକମାନେ ମୁଁ କହିବା ପାଇଁ ଚାହେଁ କାରଣ ପାପର କ୍ଷମା ଏ ଜଗତକୁ କେହି ଦେଇପାରିବେନି। କାରଣ ଆକାଶ ତଳେ ପୃଥିବୀ ତଳେ ସେଇ ଯୀଶୁଙ୍କ ନାମ ଛଡା କେହି ପାପର କ୍ଷମା ଦେଇପାରିବେ ନାହିଁ। ହାଲେଲୁୟା। ଏ ପାପ କ୍ଷମା ପାଇବା ପାଇଁ ହେଲେ, ପାପର ଉଦ୍ଧାର ପାଇବା ପାଇଁ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ପ୍ରିୟ ଲୋକମାନେ ଆପଣମାନଙ୍କୁ ଧନ ଦେଇପାରିବେ, ଟଙ୍କା ଦେଇପାରିବେ, ସୁନା ଦେଇପାରିବେ, ସମ୍ପତ୍ତି ଦେଇପାରିବେ, ହେଲେ ପାପର କ୍ଷମା ଦେଇପାରିବେନି। ଆପଣମାନଙ୍କୁ କେହି ବି ଆପଣ ଅଧର୍ମରୁ, ଆପଣ ପାପରୁ କେହି କ୍ଷମା ଦେଇପାରିବେନି। ହେଲେ ଏକମାତ୍ର କ୍ଷମା ଦେଲା ପରମେଶ୍ୱର ଅଛନ୍ତି କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ଆଜି ମୁଁ ସିନା ପାପ କରିଅଛି, ମୁଁ ସିନା ଖରାପ କାମ କରିଛି, ମୋର ପାପର କ୍ଷମା କରିବା ପାଇଁ ମୋ ବାପା ବି ମୋତେ କ୍ଷମା କରିବେ ନାହିଁ, କି ମୋ ନିଜ ମା ବି କ୍ଷମା କରିବ ନାହିଁ, କି ମୋ ଭାଇ ବି କ୍ଷମା କରିବ ନାହିଁ, ନା ମୋ ସାହି ପଡ଼ିଶା କ୍ଷମା କରିବେ ନାହିଁ। ହେଲେ କିଏ କ୍ଷମା କରିବ? ବିଚାର କରିବା ନିମନ୍ତେ ନୁହଁ, ଜଣ୍ଡତମାନେ ମଧ୍ୟ ନୁହଁ, ଦୁଃଖତମାନେ ମଧ୍ୟ ନୁହଁ, ହେଲେ ଏଇ ଜଗତ ଯେମିତି ପରିତ୍ରାଣ ପାଇବ ସେଥି ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ଈଶ୍ୱର ଏ ଜଗତକୁ ପଠାଇଲେ। ହାଲେଲୁୟା। ଏ ଜଗତକୁ ଏକମାତ୍ର ପ୍ରଭୁ କହିଲେ ଏ ମାନବ ଜାତି ପାଇଁ ଆସିଛନ୍ତି, ଏ ମଣିଷର ପାପ ପାଇଁ ଆସିଛନ୍ତି, ଏ ମଣିଷକୁ ଉଦ୍ଧାର କରିବା ପାଇଁ, ପରିତ୍ରାଣ ଦେବା ପାଇଁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ଆସିଲେ। ଆଉ ଏ ଜଗତକୁ ବିଶ୍ୱାସ କରନ୍ତୁ, ତାହାଙ୍କ ବାଇବଲ ଲେଖା ହୁଏ ଯେ କେହି ବିଶ୍ୱାସ କରିବ ସେ ବିନଷ୍ଟ ହେବ ନାହିଁ, ଯେ କେହି ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। ହାଲେଲୁୟା। ଆପଣ ଏଠାରେ ଅନନ୍ତ ଜୀବନ ପାଇବା ପାଇଁ ହେଲେ, ଅନନ୍ତ ଜୀବନ ପାଇବା ପାଇଁ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିବାକୁ ପଡ଼ିବ। ବିଶ୍ୱାସ କରନ୍ତୁ ସେ ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା,